ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବରଟି ସମୁଦ୍ରର ରାଜା କିଏ? ଏହି 14ଟି ଦେଶମାନଙ୍କ ପାଖରେ ବିନାଶ ଆଣିବାର ଶକ୍ତି ଅଛି। ଲିଷ୍ଟରେ ଭାରତର ନାମ କେଉଁଠି? ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ, ଯାହା କେବଳ ଆକାଶରେ ଦୃଶ୍ୟମାନ ନୁହେଁ। ନୌସେନାର ଶକ୍ତି କଥା ଆସିଲେ ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୁଏ। ସମ୍ପ୍ରତି ଆମେରିକା ଏହାର ସବୁଠାରୁ ଶକ୍ତିଶାଳୀ ବିମାନ ବାହକ USS ଆବ୍ରାହମ ଲିଙ୍କକୁ ଆରବ ସାଗରରେ କିଛି ଦିନ ପାଇଁ ମୁତୟନ କରିଛି। ଏହି ସମୟରେ ବିଶ୍ୱର ସର୍ବବୃହତ ଏବଂ ସର୍ବୋତ୍ତମ ବିମାନ ବାହକ ବିବେଚିତ USS ଜେରାଲ୍ଡ ଆର୍ ଫୋର୍ଡକୁ ମଧ୍ୟ ପ୍ରାଚ୍ୟକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଆମେରିକା ବିଷୟରେ କହିବାକୁ ଗଲେ ବିଶ୍ୱରେ କେତେ ଦେଶ ପାଖରେ ବିମାନ ବାହକ ଜାହାଜ ଅଛି ଏବଂ ଆମେରିକା ତୁଳନାରେ ସେମାନଙ୍କ କେତେ ଅଧିକ ଅଛି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଏହି ତାଲିକାରେ ଭାରତର ସ୍ଥିତି ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ବିମାନ ବାହକ ଦେଶଗୁଡ଼ିକୁ ସାମୁଦ୍ରିକ ଶକ୍ତି ପ୍ରଦାନ କରେ, ହଜାର ହଜାର ସଦସ୍ୟଙ୍କୁ ଏବଂ ଡଜନ ଡଜନ ଲଢୁଆ ଜେଟ୍ ଏବଂ ସହାୟକ ବିମାନ ସହିତ ସଜ୍ଜିତ। ଏହି ଜାହାଜଗୁଡ଼ିକ କେବଳ ଯୁଦ୍ଧରେ ନୁହେଁ ବରଂ ଶକ୍ତି ପ୍ରକ୍ଷେପଣ, ସମୁଦ୍ର ନିୟନ୍ତ୍ରଣ, ପ୍ରତିରୋଧ, ସଂକଟକାଳୀନ ପ୍ରତିରକ୍ଷା ଏବଂ ମାନବିକ ସହାୟତାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପରବର୍ତ୍ତୀ ଖବର, ଏଇ ନିଅ ପୁଣି ଶସ୍ତା ହେଇଗଲା ସୁନା ରୂପା। ଏକାଥରେ କେତେ କମିଗଲା ଦାମ, ଏବେ କିଣିବେ ନା ଅପେକ୍ଷା କରିବେ? ସପ୍ତାହର ପ୍ରଥମ ବ୍ୟବସାୟ ଦିବସରେ ବୁଲିଆନ ବଜାରରେ ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ଦେଖାଯାଇଛି। ସପ୍ତାହର ପ୍ରଥମ ବ୍ୟବସାୟ ଦିବସରେ ବୁଲିଆନ ବଜାରରେ ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ଦେଖାଯାଇଛି। ସୋମବାର ବଜାର ଖୋଲିବା ମାତ୍ରେ ପୂର୍ବ ଅଧିବେଶନ ମୂଲ୍ୟରେ ବୃଦ୍ଧି ତୁଳନା ତୀବ୍ର ବୃଦ୍ଧି ଲାଭ ବୁକିଂ ପରିଣତ ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ଉଲ୍ଲେଖନୀୟ ହ୍ରାସ ସହିତ ଖୋଲିଥିଲା। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବର, EPFରୁ ଆପଣ କେତେ ପେନସନ ପାଇପାରିବେ? ଜାଣନ୍ତୁ ମାସକୁ ଆପଣଙ୍କୁ କେତେ ମିଳିବ ଟଙ୍କା, ସମ୍ପୂର୍ଣ୍ଣ କାଲକୁଲେସନ। ସାରା ଦେଶରେ ଲକ୍ଷ ଲକ୍ଷ କର୍ମଚାରୀ ପ୍ରତି ମାସରେ EPFକୁ ସେମାନଙ୍କ ଦରମାର ଏକ ଅଂଶ ପ୍ରଦାନ କରନ୍ତି। ଏହା ଏକ ପ୍ରମୁଖ ଅବସର ଯୋଜନା ଉପକରଣ। ବିଶେଷ କରି ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଜଣେ କର୍ମଚାରୀଙ୍କ ଦରମା 12% ସେମାନଙ୍କର PFକୁ ଯାଇଥାଏ। ଏହାର ଏକ ଅଂଶ ପେନସନ ଯୋଜନା EPSରେ ଜମା କରାଯାଏ। ଅବସର ପରେ ଆପଣ ଏହି ପରିମାଣକୁ ଆପଣଙ୍କର ମାସିକ ପେନସନ ଭାବରେ ପାଆନ୍ତି। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଆପଣ କେତେ ପେନସନ ପାଇବେ ଏବଂ ଏହାକୁ କିପରି ଗଣନା କରାଯାଏ? ଆସନ୍ତୁ ସମ୍ପୂର୍ଣ୍ଣ ହିସାବ ବ୍ୟାଖ୍ୟା କରିବା। ତୁମେ କେବେ ପେନସନ ପାଇବ? ପ୍ରତି ମାସରେ ଜଣେ କର୍ମଚାରୀଙ୍କ ମୂଳ ଦରମା ଏବଂ DAର 12% PFରେ ଜମା କରାଯାଏ। ଏଥିରୁ 8.33% କର୍ମଚାରୀ ପେନସନ ଯୋଜନାରେ ସ୍ଥାନାନ୍ତରିତ ହୁଏ, ଯେତେବେଳେ 3.67% PF ଆକାଉଣ୍ଟରେ ରହିଥାଏ। ପେନସନ ପାଇବା ପାଇଁ ସର୍ବନିମ୍ନ 10 ବର୍ଷର ଚାକିରି ଆବଶ୍ୟକ। ନିୟମ ଅନୁଯାୟୀ ପେନସନ ସାଧାରଣତଃ 58 ବର୍ଷ ବୟସରେ ଆରମ୍ଭ ହୁଏ। ଆପଣଙ୍କ ଚାକିରି ସମୟରେ ଆପଣ କେତେ ବର୍ଷ ଯୋଗଦାନ କରନ୍ତି ତାହା ଆପଣଙ୍କ ପେନସନ ପାଇଁ ସେବା ଭାବରେ ଗଣନା କରାଯାଏ। ଏହା ଆପଣଙ୍କର ମାସିକ ପେନସନ ନିର୍ଣ୍ଣୟ କରେ। ତେବେ ଚାଲନ୍ତୁ ଜାଣିବା ପେନସନର ଫର୍ମୁଲା କ'ଣ। EPF ପେନସନ ନିର୍ଣ୍ଣୟ ପାଇଁ ଏକ ସ୍ପଷ୍ଟ ସୂତ୍ର ସ୍ଥାପନ କରିଛି। ମାସିକ ପେନସନ ଗଣନା କରିବାର ସୂତ୍ର ହେଉଛି ପେନସନ ପାଇଁ ଦରମା ଏକ୍ସ ପେନସନ ସେବା 70। ଏଠାରେ ପେନସନ ପାଇଁ ଦରମା ଆପଣଙ୍କର ଗତ 60 ମାସର ହାରାହାରି ଦରମାକୁ ବୁଝାଯାଏ, ଅର୍ଥାତ୍ ଅବସର ପୂର୍ବରୁ 5 ବର୍ଷର ହାରାହାରି ଦରମାକୁ ହିସାବକୁ ନିଆଯାଇଛି। ପେନସନ ପାଇଁ ସେବାରେ ଯୋଗଦାନ କରାଯାଇଥିବା ମୋଷ୍ଟ ବର୍ଷ ସଂଖ୍ୟା ଅନ୍ତର୍ଭୁକ୍ତ। ଯଦି ଆପଣ ଅତି କମରେ 10 ବର୍ଷ ପୂରଣ କରିଛନ୍ତି, ଏହି ଗଣନା ପ୍ରତ୍ୟେକ କର୍ମଚାରୀଙ୍କ ମାସିକ ପେନସନ ନିର୍ଣ୍ଣୟ କରେ। ତେବେ ତୁମେ ଗଣନା କିପରି କରିବ? ଧରାଯାଉ ଜଣେ କର୍ମଚାରୀଙ୍କ ପେନସନ ଦରମା 15,000 ଏବଂ ସେମାନେ 10 ବର୍ଷ ପାଇଁ ଅବଦାନ ରଖିଛନ୍ତି। ସୂତ୍ର ବ୍ୟବହାର କରି ଆମେ 15,000 ଗୁଣନ 10/70 ଗଣନା କରୁ। ମାସିକ ପେନସନ ଆୟ ପ୍ରାୟ 2,143 ହେବ। ଯଦି ଆପଣଙ୍କର ଦରମା ଅଧିକ କିମ୍ବା ଆପଣଙ୍କର ଚାକିରି ଅବଧି 20 ବର୍ଷ କିମ୍ବା 25 ବର୍ଷ, ତେବେ ଆପଣଙ୍କର ପେନସନ ସମାନୁପାତିକ ଭାବରେ ବୃଦ୍ଧି ପାଇବ। ଏହାର ଅର୍ଥ ହେଉଛି ଯେ ଆପଣ ଅଧିକ ସମୟ ଅବଦାନ କରିବେ ଏବଂ ଆପଣଙ୍କର ଦରମା ଯେତେ ଅଧିକ ହେବ ଆପଣଙ୍କର ମାସିକ ପେନସନ ସେତେ ଅଧିକ ହେବ। ଅବସର ପାଇଁ ଯୋଜନା କରିବା ସମୟରେ ଏହି ସୂତ୍ରଟି ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରବର୍ତ୍ତୀ ଖବର, ସୌର ଚାଳିତ ନଳକୂପ ସ୍ଥାପନ କଲେ ବେଦାନ୍ତ। 3,000ରୁ ଅଧିକ ଗ୍ରାମବାସୀଙ୍କୁ ମିଳିଲା ନିରାପଦ ପାନୀୟ ଜଳ। ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଜଳ ପରିମଳ ଏବଂ ସ୍ୱଚ୍ଛତା ପଦକ୍ଷେପ ମାଧ୍ୟମରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଜଳ ବିଶୋଧନ ବ୍ୟବସ୍ଥା ସହିତ ସୌର ଚାଳିତ ନଳକୂପ ସ୍ଥାପନ କରି ଗୋଷ୍ଠୀ ସ୍ୱାସ୍ଥ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି। ଚୁଲବାଡ଼ି, ସୁଙ୍ଗେର, ଧାମନଘାଟି, ଡୁମେରପାଦରା, ସାଗବାରୀ, ଲଦାଖ ନାମ ଏବଂ ଲିଆଡିମାରେ ଅବସ୍ଥିତ ଏହି ଜଳ ଯୋଗାଣ ବ୍ୟବସ୍ଥା 3,000ରୁ ଅଧିକ ଗ୍ରାମବାସୀମାନଙ୍କୁ ସ୍ୱଚ୍ଛ ଏବଂ ନିରାପଦ ପାନୀୟ ଜଳ ଯୋଗାଇ ଦେଇଛି। ଗୋଷ୍ଠୀ ମାଲିକାନା ଏବଂ ସ୍ଥାୟିତ୍ୱ ସୁଦୃଢ଼ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ନୂତନ ଜଳ ଯୋଗାଣ ବ୍ୟବସ୍ଥାକୁ ପଞ୍ଚାୟତରାଜ ଅନୁଷ୍ଠିତ ହସ୍ତାନ୍ତର କରାଯାଇଛି। ସ୍ଥାନୀୟ ସରପଞ୍ଚ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଗୋଷ୍ଠୀ ସଦସ୍ୟମାନେ ବ୍ୟବସ୍ଥା ବ୍ୟବହାର ଏବଂ ସଂରକ୍ଷଣ ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ପ୍ରତ୍ୟେକ ନଳକୂପ 1.5 କିଲୋୱାଟ ସୌରଶକ୍ତି ୟୁନିଟ୍ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ଏହା 1 HP ଭୂତଳ ପାଣି ପମ୍ପକୁ ଚଳାଇଥାଏ। ଗଭୀର ଜଳଭଣ୍ଡାରରୁ ଜଳ ଉତ୍ତୋଳନକୁ ସକ୍ଷମ କରି ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିଥାଏ। ବିଶୁଦ୍ଧିକରଣ ୟୁନିଟ୍ TSRF ନାନୋ ଟେକ୍ନୋଲୋଜି ବ୍ୟବହାର କରେ, ଯାହା ହାନିକାରକ ଜୀବାଣୁକୁ ମାରି ଦେଇଥାଏ। ବହୁସ୍ତରୀୟ ମାଇକ୍ରୋ ପ୍ରାଣୀରେ ଜଳକୁ ଛାଣିବାରେ ଖବର ଗୁଡ଼ିକ ଭଲ ଲାଗିଥିଲେ ଆମ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିଦେବେ। ବିଦାୟ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।